ଟିମନପୁର ସରକାରୀ ଆଶ୍ରମ ବିଦ୍ୟାଳୟର ଛାତ୍ରଙ୍କୁ ଧମକ ଚମକ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ସରକାରୀ ଆଶ୍ରମ ବିଦ୍ୟାଳୟରୁ ଏକ ହୃଦୟ ବିଦାରକ ଭିଡ଼ିଓ ଏବେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି ଏବଂ ହେବାକୁ ଲାଗିଛି ଭାଇରାଲ। ଏହି ଭାଇରାଲ ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଉକ୍ତ ଆଶ୍ରମର ବିଦ୍ୟାଳୟର ପ୍ରଧାନ ସେବକ ମନୋଜ କୁମାର ହୋତା ସେହି ବିଦ୍ୟାଳୟର କିଛି ଛାତ୍ରଙ୍କ ସହିତ ମିଶି ଜଣେ ଛାତ୍ରଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଏ କଥାର ସତ୍ୟାସତ୍ୟ ଜାଣିବା ପାଇଁ ମନୋଜ କୁମାର ହୋତାଙ୍କୁ ପଚରାଗଲା। ସେହି ଭାଇରାଲ ଭିଡ଼ିଓ କଥାକୁ ସେ ସ୍ୱୀକାର କରିଥିଲେ ଏବଂ ଏହି ଘଟଣାର କାରଣ କହିଥିଲେ। ତାଙ୍କ କହିବା ଅନୁସାରେ ଜଣାପଡ଼ିଥିଲା ଯେ ପ୍ରଧାନ ସେବକ ମନୋଜ ହୋତା ବର୍ତ୍ତମାନ ମେସ୍ ଚାର୍ଜରେ ଅଛନ୍ତି। ରାତ୍ରିରେ ସେହି ବିଦ୍ୟାଳୟରେ ସେ ରୁହନ୍ତି। ସେଠିକାର ପିଅନ୍ ଟିକେରାମ ମାଝୀ ଠିକ୍ସେ ତାର ଦାୟିତ୍ୱ ତୁଲାଉ ନାହିଁ, ବାରମ୍ବାର ବିଦ୍ୟାଳୟର କାର୍ଯ୍ୟର ଅବହେଳା କରୁଛି। ଟିକେରାମ ମାଝୀ ରାତ୍ରି ସମୟରେ ବିଦ୍ୟାଳୟରେ ରହୁନାହିଁ। ଏହାଫଳରେ ଛାତ୍ରମାନେ ବାରମ୍ବାର ବିଶୃଙ୍ଖଳା କରୁଛନ୍ତି ଏବଂ ଅମାନିଆ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନିଦ୍ରା ରହି ସକାଳେ 9ଟା ପର୍ଯ୍ୟନ୍ତ ଶୋଉଛନ୍ତି, ଯାହାପରେ ପ୍ରତିଦିନ ପ୍ରାର୍ଥନା ଠିକ୍ ସମୟରେ ହୋଇପାରୁନାହିଁ। ଏହି କାରଣରୁ ଟିକେରାମ ମାଝୀ ଓ ମନୋଜ କୁମାର ହୋତାଙ୍କ ସମ୍ପର୍କ ଭଲ ରହୁନଥିଲା। ଏ ଦୁହିଁଙ୍କ ମନାନ୍ତର ଏବଂ ମତାନ୍ତର ଦ୍ୱନ୍ଦ୍ୱରେ ଫସିଗଲା ନିରୀହ କମଳବତୀ ଛାତ୍ର। ସୂଚନା ଅନୁସାରେ ଟିକେରାମ ମାଝୀ ସେହି ଛାତ୍ରକୁ ମନୋଜ କୁମାର ହୋତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଉସୁକାଉଥିଲା। ଏହି ଖବର ଅନ୍ୟତ୍ର ଛାତ୍ରମାନେ ମନୋଜ କୁମାର ହୋତାଙ୍କୁ ଜଣାଇଥିଲେ। ଏହି ଖବର ଶୁଣି ମନୋଜ କୁମାର ହୋତା ସେହି ଛାତ୍ରଠାରୁ ସବୁ କଥା ଆଦାୟ କରିବା ପାଇଁ ଧମକ ଚମକ ଏବଂ ଟିକେରାମ ମାଝୀ କରୁଥିବା ଅବହେଳା ବିଷୟରେ ଜିଲ୍ଲାପାଳଙ୍କଠାରୁ ଅଭିଯୋଗ କରିବା ପାଇଁ କହିଥିଲେ। ବର୍ତ୍ତମାନ ସୂଚନା ଅନୁସାରେ ମାନସିକ ନିର୍ଯାତନା ପାଇଥିବା ଛାତ୍ରର ପରିବାର ଲୋକେ ସିନାପାଲିର ହୋଇଥିବା ଉପଜିଲ୍ଲାପାଳଙ୍କ ଜନଶୁଣାଣିରେ ମନୋଜ କୁମାର ହୋତାଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି।